ପିଲାଟିକୁ ଛାଡ଼ି ମନ୍ଦିରକୁ ଯାଇଥିଲେ। ଘରେ ପଶିଲା ଚୋର। ସକାଳୁ ସକାଳୁ ମନ୍ଦିର ଯିବା ସମୟରେ କେହି ଦୁର୍ବୃତ୍ତ ଘରେ ପଶିଲା ଓ ଆଲମାରିରୁ ଟଙ୍କା ନେଇ ଫେରାର ହୋଇଗଲା। ସୌଭାଗ୍ୟବଶତଃ ଦୁର୍ବୃତ୍ତ ଘରେ ଶୋଇଥିବା ପିଲାଟିକୁ କିଛି ନ କରି ନଗଦ ଟଙ୍କା ଧରି ଛୁ ମାରିଥିବାର ଜଣାପଡ଼ିଛି। ଘଟଣା ହେଉଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମୋହନାର ହାଇସ୍କୁଲ ଛକ ନିକଟରେ ଏପରି ଘଟିଛି। ସୂଚନା ମୁତାବକ ଟିକିଲତା ସାହୁଙ୍କ ଘରେ ଅର୍ଥ ଅଭାବ ହେବାରୁ ନିଜର ବାଇକ୍ଟିକୁ ବିକି ଟଙ୍କା ଆଣି ଘରେ ଥିବା ଆଲମିରାରେ ରଖିଥିଲେ। ପରଦିନ ସକାଳୁ ସକାଳୁ ଘର ସାମ୍ନା ଗେଡ଼ା କିଳି ଦେଇ ମନ୍ଦିରକୁ ଯାଇଥିଲେ। ହେଲେ ଛୁଆଟି ଶୋଇଥିବାରୁ ଟିକିଲତା ଘର ଛାଡ଼ି ଦେଇ ସମ୍ମୁଖ ଦ୍ୱାରର ଗେଡ଼ା କିଳି ଦେଇ ଯାଇଥିଲେ। ମନ୍ଦିରରୁ ଫେରିବା ପରେ ଘରେ କେହି ଦୁର୍ବୃତ୍ତ ପଶି କଳା କନା ବୁଲାଇ ଦେଇଥିବାର ଦେଖିବାକୁ ପାଇଥିଲେ। ଏନେଇ ଟିକିଲତା ମୋହନା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତି କରି ମୋହନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବାର ଜଣାପଡ଼ିଛି। ଗଜପତି ଜିଲ୍ଲା ମୋହନା ବ୍ଲକରୁ ସନି ବେହେରାଙ୍କ ରିପୋର୍ଟ, ଲକ୍ସ ନ୍ୟୁଜ। ବାଇକ୍ ବିକିକି ପଇସା ଖର୍ଚ୍ଚକୁ ନାହିଁ ବୋଲି ବାଇକ୍ ବିକିଥିଲି। ସେ ପରିବା ଚେରୁ ଆଣି ଗଡ଼ରେଜରେ ରାତି ରଖିଛି। ସକାଳୁ ଉଠିକି ପାନ୍ଥିଆରୁ ଯାଇଛି ମନ୍ଦିରକୁ। ଆଇଲା ବେଳକୁ ଗଡ଼ରେଜ ଭାଙ୍ଗିକି ନେଇଯାଇଛି ପଇସା। ଆଉ ରୂପାର ଗିଫ୍ଟ 5ଟା ଥିଲା। ଆଉ ଏକେଶଟା 5,000 ଥିଲା, 5,500। ଆଉ ଇଏ 18,000 ଟଙ୍କା ନେଇଯାଇଛି। ନାଇଁ ବାହାର ଆଡ଼ୁ ଘେଡ଼ା ଦେଇକି ଯାଇଥିଲି। ପିଲାଟା ଶୋଇଥିଲା, 10 ବର୍ଷର ଝିଅଟା ଶୋଇଥିଲା। ଘରେ ତ କିଏ ନାହିଁ, ଏକୁଟିଆ।